ତୁହାକୁ ତୁହା ବର୍ଷାରେ ଭାଙ୍ଗିଲା ଅସହାୟ ମହିଳାଙ୍କର ବାଉଁଶ ଚାଳ ଛପରର କୁଡ଼ିଆ। ସରକାରଙ୍କ 2 ବର୍ଷ ପୂର୍ତ୍ତିର ବିକାଶର ପର୍ବ ଜାକ ଜମକରେ ପାଳିତ ହୋଇସାରିଛି, କିନ୍ତୁ ପ୍ରକୃତରେ ନିରୀହ ଗରିବ ଅସହାୟ ମହିଳା ସ୍ୱାଧୀନତାର 78 ବର୍ଷ ବିତି ଯାଇଥିଲେ ବି ଭଙ୍ଗା ଦଦରା ଚାଳ କୁଡ଼ିଆରେ ବର୍ଷ ବର୍ଷ ଭୋକ ଉପାସରେ ଦିନ କାଟୁଛନ୍ତି। ନା ଅଛି ତାଙ୍କ ପାଖରେ ରାସନ କାର୍ଡ, ନା ମିଳୁଛି ସରକାରୀ ସୁବିଧା। ତୁହାକୁ ତୁହା ବର୍ଷା ପରେ ଗୁଣୁପୁର ପଞ୍ଚାୟତର ସାଇସରୁନି ସାପ୍ତାହିକ ବଜାର ପାଖରେ ଥିବା ସ୍ୱାମୀ ପରିତ୍ୟକ୍ତା ଅସହାୟ ମହିଳା ପ୍ରଣତୀ ମାଝୀ ଓ ତାଙ୍କର 8 ବର୍ଷର ଝିଅ ସ୍ୱାଧୀନ ବିଶୀଙ୍କ ବାଉଁଶ ଚାଳ ଛପର କୁଡ଼ିଆଟି ଭୁଷୁଡ଼ି ପଡ଼ିଛି। 5 ତାରିଖ ପାହାନ୍ତିଆ ସକାଳୁ ଭୁଷୁଡ଼ି ପଡ଼ିଥିବାରୁ ତାଙ୍କର ଜିନିଷପତ୍ର ମଧ୍ୟ ଭିଜି ନଷ୍ଟ ହୋଇଯାଇଛି। କିନ୍ତୁ ସକାଳୁ ସନ୍ଧ୍ୟା ସମୟ ହୋଇଗଲାଣି। ଅସହାୟ ମହିଳାଙ୍କର ଏଭଳି ପରିସ୍ଥିତିରେ ତାଙ୍କ ପାଖରେ ପ୍ରଶାସନ ପହଞ୍ଚିଛି ନା ଜନପ୍ରତିନିଧି ପହଞ୍ଚିଛନ୍ତି? କେହି ବି ପହଞ୍ଚି ନାହାନ୍ତି ତାଙ୍କ ପାଖରେ। ଜିଲ୍ଲା ସ୍ତର ହେଉ କି ବ୍ଲକ ସ୍ତର, ପଞ୍ଚାୟତ ସ୍ତରରୁ ମଧ୍ୟ କେହି ବି ପହଞ୍ଚି ନାହାନ୍ତି। ଖବର ପ୍ରସାରଣ ପରେ ସ୍ଥାନୀୟ ଲୋକେ ସରପଞ୍ଚଙ୍କୁ ଫୋନ୍ ଯୋଗାଯୋଗ କରିଥିଲେ, ହେଲେ କେହି ବି ତାଙ୍କ ପାଖରେ ବର୍ତ୍ତମାନ ପର୍ଯ୍ୟନ୍ତ ପହଞ୍ଚି ନାହାନ୍ତି, ଯାହା ଘୋର ଦୁଃଖର ବିଷୟ। ଏହା ହେଉଛି ସରକାରଙ୍କ ସ୍ୱଚ୍ଛ ଓ ବିକାଶର ଚିତ୍ର। କିନ୍ତୁ ପାଖ ପଡ଼ୋଶୀ ଜଣକ ତାଙ୍କର ଏ ଅବସ୍ଥା ଦେଖି ତାଙ୍କ ଘରେ ଆଶ୍ରୟ ଦେଇଥିବାର ସୂଚନା ମିଳିଛି। ଦେଖାଯାଉ ଖବର ପ୍ରସାରଣ ପରେ ସରକାର କି ପଦକ୍ଷେପ ନେଉଛନ୍ତି। मोर ना सुना सिंह पोरा भाई साईसुनी ग्राम। सकाले मत भांजी लागसी से मत फोन कले कही आसले मामू मोर घर भुसली गला देखी आसन। देखी आइला भितर एक्चुअली घर भुसली चे मत भी बहुत दुख लगला। तापर आर सार के मुई फोन कर कहली सार आमर प्रणती माजीर घर गोटे भुसली जाइए और काଣା करा जाओ ठीक अच्छे मुई काल के आसले मुई भेरीफाई करमी। भेरीफाई कला कर्मी बोल कहला कि हाँ बोले आगे। तापर स्थानीय सरपंच मैडम के भी मुई फोन करें। ताके फोन कला भितर तांकर हजबैंड उठेले आर आम भवानीपाटना जाइचु काल के आम भिजिट करमु घर द्वार देखमु तांकर व्यवस्था करमु बोल कहले किंतु एतकी गुडे थुआमूल रामपुर रविनारायण सिंह का रिपोर्ट, स्वतंत्र ओडिशा लाइव।